तो वीडियो ऑन करबे आज्ञा। आज्ञा आज्ञा निश्चय निश्चय। Yeah. आशा करुछि आपण माने समस्त भलर अछंती। हाँ सर भल अच्छे सर। ओके गत सप्ताह रे मो किछि वीकली असाइनमेंट देइथिली। मते आई थिंक 2 जन को ठारू मते असाइनमेंट रो रिप्लाई आसिला विथ गुड आंसर्स, किंतु बाकी माने देई नहांती। सो आपण माने केबे पर्यंत देई परिबे? प्रेज द लॉर्ड सर। सॉरी टिके देई पारनु लेट हे जाउची। ऑफलाइन रे भी अनेक काम जाक सब मंडलिक कार्य जाक रहउची तो सेति टिके टाइम देई होउनी। आ आरो सप्ताह को देई दबो आगे। ओके मते मते टिके जानि बार थिला केबे पर्यंत देई परिबे, दैट्स ऑल। हमें नेक्स्ट सोमवार रविवार पर्यंत देई दबो। समस्त सेतरे सहमत छथि कि नेक्स्ट संडे? नहीं संडे ना आज्ञा, हमें शनिवार पर्यंत कर देबा आज्ञा। शनिवार पर्यंत दे देबे आज्ञा। ऑलरेडी Okay. गोटे सप्ताह दिया आइछि, आ गोटे सप्ताह काफे माने मंडे को क्लास को आसा पर दे दियंतो आज्ञा। समस्त बात ठीक अछि। ए जो असाइनमेंट आपण माने शनिवार से दे देबे। ओके ठीक अछि। सो आशा करूछि आपण माने जो पीपीटी मु आपण मानक सहित शेयर करथिबी आ व्यवस्थित धर्मशास्त्र ईश्वरीय तत्व सिद्धांत सेकेंड सब्जेक्ट उपरे मानविकता एवं पाप, ह्यूमैनिटी एंड सिन। सो थियोलॉजी ऑफ ह्यूमैनिटी एंड सिन हमें देखुथिला आ मु आपण मानकू पीपीटी तो शेयर करथिली। किछि प्रश्न अछि आपण मानक पय पचारिया पे? आज्ञा मानविकता और पाप ये रे जो हम पढ़िले सेतिरे पापर स्तर मान अछि कि बोली कि आपण क्वेश्चन करथिले। से पापर स्तर गुडी को पापर स्तर गुडी को टिके कहि देबे। ओके ए विषय आपण कोन भाबुछंती? पापर स्तर भिन्न गुडा को अछि, बड़ पाप, छोट पाप, अल्प पाप, सेंति प्रकार किछि अछि? आपण माने जहा शिक्षा लाभ पाइथिले से अनुसार मु पचार। हाँ सर, नमस्कार सर। आज्ञा नमस्कार। मो बुझे रे
ମୁଁ ଯାହା ବୁଝିଛି ପାପ ତ ପାପ, ବଡ ପାପ ସାନ ପାପ ରହିପାରେ, କିନ୍ତୁ ପାପ ହିଁ ପାପ। ଓକେ, ଠିକ କଥା। ଓକେ, ପାପ ପୁରାତନ ନିୟମ ଅନୁସାରେ ପାପର ଅର୍ଥ କଣ, ମାନେ ମତାମତ କଣ, ଆଉ ନୂତନ ନିୟମ ଅନୁସାରେ ପାପ କରିବା ମତାମତ କଣ? ପୁରାତନ ନିୟମ ବୋଲେ ଆଜ୍ଞା ଲଙ୍ଘନ ପାପ। ଓକେ, ଆଜ୍ଞା ଲଙ୍ଘନ ପାପ, ଠିକ ଅଛି। ନୂତନ ନିୟମରେ ବୋଲେ ଯୀଶୁଙ୍କୁ ବିଶ୍ୱାସ ନ କରିବା ହିଁ ପାପ। ଯୀଶୁଙ୍କୁ ବିଶ୍ୱାସ ନ କରିବା ହିଁ ପାପ। ଓକେ, ଯୀଶୁଙ୍କୁ ବିଶ୍ୱାସ ନ କରିବା ପାପ। ଏ ପ୍ରକାର କୌଣସି ସ୍ଥାନରେ ପଦ ରହିଛି? ଆମେ ଯଦି ଯୀଶୁଙ୍କୁ ବିଶ୍ୱାସ କରିବା ନାହିଁ ତାହେଲେ ଆମେ ପାପ କରୁଛୁ। ହଁ, ଜୋହନ 3:16 ତ ଆମକୁ କହୁଛି ଆଜ୍ଞା, ବିଶ୍ୱାସୀ ଅନନ୍ତ ଜୀବନ ପ୍ରାପ୍ତ ହବ, ତାର ଅପୋଜିଟ ନିଶ୍ଚୟ ଅବିଶ୍ୱାସୀ ଅନନ୍ତ ଜୀବନ ପ୍ରାପ୍ତ ହଉନି। ଠିକ ଅଛି, ସେଇଟା ଅନନ୍ତ ଜୀବନ ବିଷୟର କଥା। ମାନେ ଯୀଶୁଙ୍କୁ ବିଶ୍ୱାସ ନ କରିବାର ଅର୍ଥ ଆମେ ପାପ କରୁଛୁ। ତାର ଅର୍ଥ ମୁଁ ମନେ କରନ୍ତୁ ମୁଁ 20 କିମ୍ବା ମୁଁ ବିଶ୍ୱାସରେ ଆସିଲି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୁଁ ବିଶ୍ୱାସ କଲି 2006 ମସିହା। ତାର ଅର୍ଥ ଆଜି ପ୍ରାୟ 18 ବର୍ଷ, 18 ବର୍ଷ ପାଖାପାଖି ହେଲାଣି। ଆଉ 2006ରେ ମୁଁ ବିଶ୍ୱାସ କରୁଥିଲି, ତ ସେତେବେଳେ ମୋର ବୟସ 18-19 ହଉଥିଲା। ତ ତାର ଅର୍ଥ ମୁଁ ଯେତେବେଳେ ବିଶ୍ୱାସ କରୁନଥିଲି ତାହେଲେ ମୁଁ ପାପ କରୁଥିଲି, ସେମିତି କି? ହଁ, ବିଶ୍ୱାସ ନ କରିବାଟା ତ ନିଶ୍ଚୟ ପାପ, କାରଣ ମନୁଷ୍ୟ ତ ଜନ୍ମରୁ ପାପୀ। ମନୁଷ୍ୟ ଜନ୍ମରୁ ପାପୀ। ଆଜ୍ଞା, ସେଟା ଠିକ କହିଲେ। ତାର ରେଫରେନ୍ସ ଆମେ ପଢୁଛୁ, ଆମେ ରୋମିଓ ପୁସ୍ତକରେ ଆମେ ପଢୁଛୁ ହେଲା। ଓକେ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ ନ କରିବା ପାପ ଅଟେ କି? ହଁ ହଁ, ମୁଁ ଯାହା ଯେତିକି ବୁଝୁଛି ଯୀଶୁଙ୍କୁ ବିଶ୍ୱାସ ନ କରିବା ପାପ। ଆପଣଙ୍କର ଯୁକ୍ତିଯୁକ୍ତ ଯୋଉ ସେ ଯୋଉ ଆପଣଙ୍କ ତର୍କ ଯୋଉ ଅଛି, ଠିକ ଅଛି, ମୁଁ ବୁଝିପାରୁଛି। କିନ୍ତୁ ଆମେ କୌଣସି ପ୍ରକାର ଯେତେବେଳେ ଈଶ୍ୱରୀ ତତ୍ତ୍ୱ ସମ୍ବନ୍ଧୀୟ ସିଦ୍ଧାନ୍ତ ଉପରେ ଯେତେବେଳେ ଆମେ ଗୋଟେ ଷ୍ଟେଟମେଣ୍ଟ ଦେବା, ଆମ ପାଖରେ ଗୋଟେ ରେଫରେନ୍ସ ରହିବାର ଅଛି ସର୍ବଦା। ଯେତେବେଳେ ଆମେ ନ୍ୟୁଜ ପେପର କିମ୍ବା ଖବର କାଗଜ କିମ୍ବା କୌଣସି ପ୍ରକାର ସୂଚନା କିମ୍ବା ଇନଫର୍ମେସନ ଆମେ ଯଦି କଲେକ୍ଟ କରୁଛୁ, ସଂଗ୍ରହ କରୁଛୁ, ସଂଗ୍ରହ କରିବା ସମୟରେ ଆମ ପାଖରେ ଗୋଟେ ସୂଚନା ଥାଏ କିମ୍ବା ରେଫରେନ୍ସ ଥାଏ କି କୋଉ ବେସରେ, କୋଉ ଆଧାର ଉପରେ ଆମେ ଗୋଟେ ଷ୍ଟେଟମେଣ୍ଟ ଦଉ। ତ ଏ ପ୍ରକାର କୌଣସି ଷ୍ଟେଟମେଣ୍ଟ ଅଛି ସିଧାସଳଖ ଭାବେ କିମ୍ବା ଯୀଶୁଖ୍ରୀଷ୍ଟଙ୍କୁ ପାପ ନ କରିବା ହିଁ ପାପ, ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ ନ କରିବା ହିଁ ପାପ? ହଁ, ଲାଗୁଛି ସାର୍, ଲାଗୁଛି। ମୁଁ ସେ ଷ୍ଟେଟମେଣ୍ଟ ଏବେ ସେ ପଦପର୍ବଟା କହିପାରୁନି, ମୁଁ ଦେଖିକି କହିବି, ଲାଗୁଛି ମତେ। ଆପଣ ବୁଝିପାରିବେ। ଆଉ ହଁ, ଅନ୍ୟମାନେ କେହି ଏଇ ଷ୍ଟେଟମେଣ୍ଟ ଉପରେ ସହମତ ଅଛନ୍ତି କି, ନା ଏଇ ଷ୍ଟେଟମେଣ୍ଟ କୁ ଖାରିଜ କରୁଛନ୍ତି? ଡାଉଟ ଓକେ, ରେ ଅଛୁ ଇନଡାଇରେକ୍ଟଲି। ସାର୍, ଆଜ୍ଞା ଆଜ୍ଞା, କୁହନ୍ତୁ। ଡାଉଟ ରେ ଅଛୁ ଏଟା ଠିକ କି ନାହିଁ ବୋଲି। ଓକେ ଓକେ, ଅନେକ ବାଇବେଲ କଲେଜ ଗୁଡାକରେ ଯେତେବେଳେ ସିଷ୍ଟମାଟିକ ଥିଓଲୋଜି ସବଜେକ୍ଟ ବିଷୟରେ ଶିକ୍ଷା ଦିଆଯାଏ, ଅନେକ ଥିଓଲୋଜିଆନ ମାନେ ଶାସ୍ତ୍ରଜ୍ଞ ଯୋଉ ବାଇବେଲ ଶାସ୍ତ୍ର ଉପରେ ଅନୁସନ୍ଧାନ କରି କିମ୍ବା ବହୁତ ଉଚ୍ଚ ପଦବୀ ହାସିଲ କରିଥିବା ଶାସ୍ତ୍ରଜ୍ଞ ମାନେ ସେମାନଙ୍କର ସିଦ୍ଧାନ୍ତ, ସେମାନଙ୍କର ଷ୍ଟେଟମେଣ୍ଟ, ସେମାନଙ୍କର ମତାମତ ଉପରେ ଯେତେବେଳେ ଆମେ ମତାମତକୁ ଶୁଣୁଥିବା, ଆପଣଙ୍କୁ ଏମିତି ଲାଗିବ ସେମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ନାହିଁ, କିମ୍ବା ସେମାନେ ଟୋଟାଲି ଲିବରାଲ ଥିଓଲୋଜିଆନ ମାନେ, ଶାସ୍ତ୍ରଜ୍ଞ ମାନେ ଅବିଶ୍ୱାସୀ ମାନେ ମଧ୍ୟ ଏ ପ୍ରକାର ଷ୍ଟେଟମେଣ୍ଟ କେବେ ଦଉନଥିବେ। ତ କହିବାର ଅର୍ଥ ହେଲା, ବେଳେ ବେଳେ
थियोलॉजी ଯେତେବେଳେ ଆମେ ଅଧ୍ୟୟନ କରୁ ଧ୍ୟାନ ରଖୁଥିବେ ଯେ ଆମେ ବିଶ୍ୱାସରେ ଅଛୁ କି ନା ନା ବିଶ୍ୱାସ ଉପରେ ଡାଉଟ ଆସୁଛି ନା ବିଶ୍ୱାସ ଆମେ ଯାହା ଉପରେ କରୁଛୁ ତାହା ସତରେ ଆମେ ବିଶ୍ୱାସ କରୁଛୁ ନା ଆମେ ଖାଲିରେ ବିଶ୍ୱାସ କରୁଛୁ କିମ୍ବା ମୁଁ ଯାହା ଉପରେ ବିଶ୍ୱାସ କରୁଛି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଶ୍ୱାସ କରୁଛି ତାର ସୁନିଶ୍ଚିତ ମୋ ଠାରେ ଅଛି ତାହା ସମ୍ପୂର୍ଣ୍ଣ ଦୃଢ ଭାବରେ ମୁଁ ବିଶ୍ୱାସ କରୁଛି ନା ମୋ ଭିତରେ ସନ୍ଦେହ ରହୁଛି ସେଇଟା ଆମକୁ ଜାଣିବାକୁ ପଡିବ। ବେଳେ ବେଳେ ସନ୍ଦେହଯୁକ୍ତ କିମ୍ବା ସନ୍ଦେହଜନକ ଷ୍ଟେଟମେଣ୍ଟ କିମ୍ବା ବାକ୍ୟ ଗୁଡାକ ଆମେ ଦେଇଥାଉ କିନ୍ତୁ ଈଶ୍ୱରଙ୍କ ବାକ୍ୟ ଆମକୁ ସୁନିଶ୍ଚିତ କରିଥାଏ ଯେ ଆମେ ଖ୍ରୀଷ୍ଟ ଯୀଶୁ ଈଶ୍ୱରଙ୍କର ଏକମାତ୍ର ପୁତ୍ର ଯିଏ ଆମମାନଙ୍କ ନିମନ୍ତେ ସ୍ୱୟଂ ଈଶ୍ୱର ହେଲେ ସତ୍ୟ ମଧ୍ୟ ସିଏ ସମଗ୍ର ମାନବ ଜାତି ପାଇଁ ମନୁଷ୍ୟ ରୂପ ଧାରଣ କରି ଦେହବନ୍ତ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ ଏବଂ ଆମମାନଙ୍କର ପାପ ପାଇଁ ସେ ଏ ଜଗତକୁ ଆସିଲେ ଆଉ ସମସ୍ତ ମାନବ ଜାତିର ପାପକୁ ନେଇ କ୍ରୁଶ ଉପରେ ସେ କ୍ରୁଶାର୍ପିତ ହେଲେ ଏବଂ ତୃତୀୟ ତାଙ୍କୁ କବର ଦିଆଗଲା ତାପରେ ତୃତୀୟ ଦିନରେ ସେ ପୁନର୍ଜୀବିତ ହେଲେ ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା ଏବଂ 40 ଦିନ ପର୍ଯ୍ୟନ୍ତ ସେ ଶିଷ୍ୟମାନଙ୍କ ସହିତ ଏବଂ ଅନ୍ୟ ସମସ୍ତଙ୍କ ସହିତ ସେ ରହିଲେ ଆଉ ଶିଷ୍ୟମାନଙ୍କ ସମ୍ମୁଖରେ ସେ ସ୍ୱର୍ଗକୁ ସ୍ୱର୍ଗାରୋହଣ କଲେ ଏବଂ ପୁନର୍ବାର ସେ ଆମମାନଙ୍କ ନିମନ୍ତେ ଆସୁଅଛନ୍ତି ତାଙ୍କର ଦ୍ୱିତୀୟ ଆଗମନ ପାଇଁ ଆମେ ଅପେକ୍ଷାରେ କରୁଛୁ। ଓକେ ଏଇଟା ଆମର ବିଶ୍ୱାସର ରହସ୍ୟ ଯାହା ମେଇନ୍ ଲାଇନ୍ ମଣ୍ଡଳୀ ଗୁଡାକ ବିଶ୍ୱାସର ରହସ୍ୟ କିମ୍ବା ବିଶ୍ୱାସର ପ୍ରମାଣକୁ ସିଦ୍ଧାନ୍ତକୁ ୟାକୁ ମୂଳ ସିଦ୍ଧାନ୍ତ କୁହାଯାଏ। ମୂଳ ସିଦ୍ଧାନ୍ତ ଯାହା ଉପରେ ମଣ୍ଡଳୀ ସ୍ଥାପିତ ହୋଇଅଛି ଏବଂ ଯାହା ଉପରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ଭାଇ ଭଉଣୀ ମାନେ ଏଇ ଷ୍ଟେଟମେଣ୍ଟକୁ ବାକ୍ୟକୁ ପଦକୁ ସ୍ୱୀକାର କରି ବିଶ୍ୱାସ କରି ତାହାକୁ କହି ସେମାନେ ତାଙ୍କର ଆଗକୁ ବଢିଥାନ୍ତି। ତ ଗୋଟିଏ ବିଷୟରେ ଆମେ ସର୍ବଦା ସ୍ଥିର କିମ୍ବା ଆମର ମୂଳ ଷ୍ଟ୍ରଙ୍ଗ ରହିଅଛି ମଜବୁତ ରହିଅଛି ତାହେଲେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମର ବିଶ୍ୱାସ। ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଯେତେବେଳେ ଆମେ ବିଶ୍ୱାସ କରୁଛୁ ସେଇଟା ଆମେ ଗୋଟିଏ ଜାଗାରେ ରଖି ହେଲା ଆମେ ସେଇଟା ଡିଫରେଣ୍ଟ ବିଷୟ। ଓକେ ଆମେ ଯୋଉଟା ଅଧ୍ୟୟନ କରୁଛୁ ସେଇଟା ଡିଫରେଣ୍ଟ ବିଷୟ କିନ୍ତୁ ଯେତେବେଳେ ଆମେ ଉଭୟକୁ ଆମେ ମିଶାଇବା ବେଳେ ବେଳେ ଆମେ ବିଶ୍ୱାସର କଣ କଥା ବିଶ୍ୱାସର ସନ୍ଦେହଯୁକ୍ତ ଅନେକ ପ୍ରକାରର ଏମିତି ପ୍ରଶ୍ନ ଗୁଡାକ ଆସିଥାଏ ସନ୍ଦେହ ଆସିଥାଏ। ତାହାର କାରଣ ଗୋଟିଏ କାରଣ ମୁଁ ଯାହା ବୁଝେ ଯେତେବେଳେ ଆମେ ଖ୍ରୀଷ୍ଟ ଯୀଶୁଙ୍କୁ ବିଶ୍ୱାସ କରୁ ଯେତେବେଳେ ଅନେକ ଆଜିର ସମୟରେ ବର୍ତ୍ତମାନର ସମୟରେ ଅନେକ ଭାଇ ଭଉଣୀ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି। ମୁଁ ଗତ 2011ରୁ 2015 ପର୍ଯ୍ୟନ୍ତ ମୁଁ ଓଡ଼ିଶାର ପ୍ରାୟ ବ୍ଲକ ମାନଙ୍କରେ ଡିଷ୍ଟ୍ରିକ୍ଟ ମାନଙ୍କରେ ମୁଁ ଭିଜିଟିଂ କରୁଥିଲି ପାଳକ ମାନଙ୍କ ପାଖକୁ ମଣ୍ଡଳୀ ମାନଙ୍କ ପାଖକୁ ଅନେକ ସ୍ଥାନ ଗୁଡାକରେ ୟୁଥ ମିଟିଂ ରେ ମତେ ଯେତେବେଳେ ନିମନ୍ତ୍ରଣ ମିଳୁଥିଲା ସେତେବେଳେ ମୁଁ ଯେତେବେଳେ ବିଶ୍ୱାସୀ ଭାଇ ଭଉଣୀ ମାନଙ୍କ ସହିତ ମୁଁ କଥାବାର୍ତ୍ତା କରୁଥିଲି ଯୁବା ଭାଇ ଭଉଣୀ ମାନଙ୍କ ସହିତ କଥାବାର୍ତ୍ତା କରୁଥିଲି ଗୋଟିଏ ବିଷୟ ମୁଁ ଯାହା ଶିଖିବାକୁ ପାଇଲି ଯେ ଈଶ୍ୱରଙ୍କ ବାକ୍ୟର ଶିକ୍ଷାର ଉଣା ଅଛି। ବର୍ତ୍ତମାନ ସମୟରେ ଆମେ କେବଳ ସିଲେକ୍ଟେଡ ଭର୍ସେସ ଗୁଡାକ ପଢିକି ଚୟନ କରିଥିବା ଭର୍ସେସ ପଦ ଗୁଡାକ ପଢିକି ଆମେ ସେଥିରେ କଣ କରିଥାଉ ଆମେ ବିଶ୍ୱାସ କରିଥାଉ ଆମେ ତାକୁ ସ୍ୱୀକାର କରିଥାଉ ଆମେ ପ୍ରଚାର କରିଥାଉ ଆମେ ବିଶ୍ୱାସ କରିଥାଉ ସବୁଦିନ ଆମେ ପଢିଥାଉ କିନ୍ତୁ ଈଶ୍ୱରଙ୍କର ବାକ୍ୟ କଣ ଶିକ୍ଷା ଦିଏ କେଉଁ ବିଷୟରେ ଶିକ୍ଷା ଦିଏ ଆଉ ସେ ବାକ୍ୟ କଣ କୁହେ ସେ ବିଷୟରେ ଅନେକ ଭାଇ ଭଉଣୀ ମାନେ ସେ ଶିକ୍ଷାର ଲାଭ ନିଅନ୍ତି ନାହିଁ କିମ୍ବା ନେଇପାରନ୍ତି ନାହିଁ କିମ୍ବା ତାଙ୍କଠାରେ ଶିକ୍ଷା ଦେବା ପାଇଁ କହନ୍ତା ମୁଁ ମଧ୍ୟ ସେ ପ୍ରକାର ପରିସ୍ଥିତି ଗତି କରିଅଛି। ଅନେକ ସମୟରେ ପ୍ରାୟ ଈଶ୍ୱରଙ୍କ ବାକ୍ୟରେ ଥିବା ଯେମିତି ଜଟିଳ କିମ୍ବା ବୁଝିବାକୁ ଟିକେ କଠିନ ପଦ ଗୁଡାକ ଯେତେବେଳେ ମୁଁ ପଢେ ମୁଁ ଯେତେବେଳେ ପଢୁଥିଲି ଆଗ ସେତେବେଳେ ମୁଁ କଣ କରୁଥିଲି ଯେତେବେଳେ ମତେ ବୁଝା ପଡେ ନାହିଁ ମୁଁ କଣ କରୁଥିଲି ମୁଁ ତାକୁ ସ୍କିପ୍ କରୁଥିଲି ତାକୁ ବାଦ ଦଉଥିଲି ମୁଁ ଅନ୍ୟ ପଦ ଗୁଡାକ ଆଉଥିଲି। ସୋ ତାହାର ଅର୍ଥ ମୁଁ ପଦକୁ ଯେତେବେଳେ ଅଧ୍ୟୟନ କରେ ପଢେ ତାହାର ଅର୍ଥକୁ ନ ଖୋଜିବା ପର୍ଯ୍ୟନ୍ତ ମୁଁ କଣ କରୁଥିଲି ମୁଁ ସମୟ ଖର୍ଚ୍ଚ କରୁନଥିଲି। ପରେ ଧୀରେ ଧୀରେ ଯେତେବେଳେ ମୁଁ
वाक्य को पढ़ा आरंभ कली अध्ययन करने आरंभ कली जानी कौन से ना कौन प्रकार अर्थ रही अच्छी सत्य अर्थ को खोजापी आम निश्चय चेष्टा करने पड़ो बेले बेले वाक्यर अभाव कि वाक्यर शिक्षार अभाव जो आम बेले बेले आम मजबूत हो न फॉर एग्जांपल आम के मानविकता पाप सिद्धांत उपर आम ईश्वरीय तत्व को आम अध्ययन करूँ व्हाट इज ह्यूमैनिटी एंड व्हाट इज सिन पाप कौन अटे पाप कौन अटे पापर डेफिनेशन कौन संज्ञा कौन व्हाट इज ह्यूमन मनीष किए पारे आपण मैंने ईश्वरଙ୍କ द्वारा सृष्ट वस्तु ओके ईश्वर द्वारा सृष्ट किंतु किए मनुष्य ठीक अच्छे किंतु आमे आउरी ताकू जदि जानिया को चेष्टा करिबा से किए एक्चुअली मनीष किए ईश्वर समग्र सृष्टि जो सृष्टि करता समय रे मनीष को को दिन सृष्टि कले षष्ठ दिन रे षष्ठ दिन सृष्टि कले ओके तो मनीष किए ईश्वरଙ୍କ ସାଦୃଶ୍ୟରେ ଆଉ ପ୍ରତିମୂର୍ତ୍ତିରେ ତିଆରି ହୋଇଥିବା ईश्वर सादृश्य रे ईश्वर प्रतिमूर्ति रे गढ़ा जाइतिबा निर्मित होइतिबा किबा सृष्टि कराइतिबा गोटे सृष्टि होते ओके जहाँ को ईश्वर अत्यधिक पसंद करती राइट मो ठीक कहूँ तो ଆଜ୍ଞା ओके जिते ईश्वर मनीष को प्रेम कले सृष्टि करथिबा समय रे किन कारण से निज प्रतिमूर्ति निज सादृश्य सृष्टि करते तार अर्थ ईश्वर सर्वस्व गुण गुड़ाक जोड़ा आम ईश्वर गुण पासिंग ऑन कैरेक्टर्स तार अर्थ जो गुण गुड़ाक ईश्वर ठारे मध्य देखा जाय परिबो इवन मनीष ठारे मध्य देखा जाय परिबो ओके तो मनीष जो पाप कला तार अर्थ से कौन कला ऐश्वर्य गुण को हरेला ईश्वरीय गुण को हरैला तार अर्थ ईश्वरीय गुण गोटे पापी मनुष्य अंतर रे अछि ना नहीं ଅଛି ताहले कौन हरैला ओके आमे धीरे धीरे आमे आगु बढ़िबा मु प्रश्न करिवार कारण हैला आपण टिके चिंता करिवा आरंभ करिवे चिंता करिवे जो द्वारा कि आपन उत्तर मिलियो जस्ट आमे एठी गोटे स्पेसिफिक गोटे विशेष भाव में गोटे पद ऊपर आमे केबे रेफर करिबा नै आमे अनेक रेफरेंस गुडा को देखियो अनेक पद गुडा को आमे देखियो जो द्वारा आमे जानि परिबा ओके आदि पुस्तक 1:26 एक अध्याय तार 26-27 रे आमे जानि समस्ते ईश्वर मनुष्य को आपण प्रतिमूर्ति रे सृष्टि कले ओके पुरुष स्त्री करी से समान को सृष्टि कले आमे समस्ते जानि छु ओके मनुष्य केउ प्रकार ईश्वर को प्रतिमूर्ति रे सृष्टि होय अछि ओके 1:28 आ परमेश्वर से मान को आशीर्वाद कले पुणी परमेश्वर से मान कहले प्रजावंत बहु वंश को पुणी पृथ्वी को परिपूर्ण करी बसीभूत कर आ जलचर मत्स्यगण और खेचर पक्षीगण और भूचर उरगामी जंतुगण उपरे कर्तृत्व कर ओके तो ईश्वर समग्र मानव जाति को किंबा मनुष्य को समग्र सृष्टि उपरे अधिकार देले ओके गीत संहिता 8:4-5 रे जा लेखा अछि मनुष्य किए जे तुम्हें ताहा विषय मनोयोगी होवछ ओके
ଓ ମାନବ ଜାତି କିଏ ଯେ ତୁମେ ସେମାନଙ୍କର ତତ୍ତ୍ୱାବଧାନ କରୁଅଛ, ପୁଣି ତୁମ୍ଭେ ତାହାକୁ just a minute, ଟିକେ ନେଟୱାର୍କର ଟିକେ ସମସ୍ୟା ଚାଲୁଛି ଏଠି। ଓକେ, ଦେଖାଯାଉଛି? ଆଜ୍ଞା ଅଳ୍ପ ଦିଶୁଛି। ଦେଖା ବାଇବଲ ଯାଉଛି ପଢିବା ଆଜ୍ଞା, ନାଇଁ, ଦେଖା ଯାଉଛି, ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ଦେଖାଯାଉଛି କି? ଦେଖା ଯାଉଛି। ଅଳ୍ପ ଅଧା ଅଧା ଦିଶୁଛି ଆଉ। ଓକେ ଓକେ, କାହିଁ ମତେ ଦେଖାଯାଉନି ତ ସେଥିପାଇଁ ପଚାରିଲି। ହଁ ଅଧା ଦିଶୁଛି। ଅଧା ପୁରା ଦେଖାଯାଉଛି। ଦେଖା ଯାଉଛି ଆଜ୍ଞା, ଗୀତ ସଂହିତା 8:4-5 ପୁରା ଦେଖା ଯାଉଛି। ପୁରା ପଢ ତ। ମୋଠି ଦେଖ। ସେକେଣ୍ଡ ଟା ପଢୁଛି, ପୁଣି ତୁମ୍ଭେ ତାହାକୁ ଦୂତଗଣଙ୍କ ଅପେକ୍ଷା ଅଳ୍ପ ମାତ୍ର ନ୍ୟୁନ କରିଅଛ, ଆଉ ଗୌରବ ଆଉ ସମ୍ଭ୍ରମ ରୂପ ମୁକୁଟରେ ତାହାକୁ ଭୂଷିତ କରୁଅଛ। ଲାଷ୍ଟ ବାଲା। ଓକେ, ହଁ ୟେସ୍। ସବୁ ଦିଶୁନା। ହଁ ଛୋଟ କଲେ ଦିଶୁଛି। ମୁଁ ଦେଖିପାରୁନାହିଁ। ଓକେ, ଜଷ୍ଟ ଓକେ। କିଛି ଗୋଟେ ସମସ୍ୟା ରହିଯାଇଛି ମୋର। ଓକେ, ୟେସ୍। ଓକେ, ତ ସୃଷ୍ଟି ଆମେ
ओके आमे सृष्टि ईश्वर प्रतिमूर्ति रे जितला आमे देखु ईश्वर मनुष्य को सृष्टि कले आपण सादृश्य आपण प्रतिमूर्ति रे सृष्टि कले जितले पाप जितले प्रवेश कला मनुष्य जीवन रे तो प्रतिरूप को विकृत कला ओके तार अर्थ मनुष्य जो गौरव ईश्वर मनुष्य को देथिले से गौरव से हरैला ओके ईश्वर जानिथिले कि मनुष्य पाप करिवो ଜାଣିଥିବେ ଆଜ୍ଞା। ଜାଣିଥିଲେ ଆଜ୍ଞା। ईश्वर सर्वज्ञानी से जानि आछन ହୁଁ। ओके तो ईश्वर काहे कि मनुष्य को पाप करिया को देले अनुमति देले ପ୍ରଜାବନ୍ତ ବହୁ ବଂଶ ହୁଅ ବୋଲିକି ଆଶୀର୍ବାଦ କରିଛନ୍ତି କେମିତି ସେଟା ଫଳପ୍ରଦ ହବ? और सेति पे पाप करिया को अनुमति देले ମନୁଷ୍ୟକୁ ସ୍ୱତନ୍ତ୍ରତା ଦେଇ ସ୍ୱାଧୀନତା ଦେଇଥିଲେ ସେ ପାପରେ ପଡିଗଲା। से ठीक अछि मनुष्य को स्वाधीन बा स्वतंत्र करथिले किंतु काहे कि मनुष्य को पाप करिया को देले ସେଟା अनुमति ମୋର देले ବି क्वेश्चन आज्ञा ବୁଝେଇ ଦିଅନ୍ତୁ ବହୁତ ବଡ ଶୟତାନ question। ପାପ କରେଇଲା, ପ୍ରଭୁ ଆଉ ପାପ କରେଇଛନ୍ତି କି ଆଜ୍ଞା? ତ କାହିଁକି ଦେଲେ ପ୍ରଭୁ ଚାହିଁଲେ ନ ଚାହିଁଲେ କିଛି ହେବ ନାହିଁ ନା ପରମେଶ୍ୱର କାହିଁକି ଚାହିଁଲେ ସେଟା ବହୁତ ବଡ ବିଗ କ୍ୱେଶ୍ଚନ। କାହିଁକି ଚାହିଁଲେ ଆଉ ଆମେ କାହିଁକି ଆଜି କଷ୍ଟ ପାଉଛୁ? କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେ ଆଗରୁ ନିର୍ମାଣ କରିଥିଲେ ବୋଲିକି ପାପରୁ ପରିତ୍ରାଣ ଦେବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଏ ଜଗତରେ ଅବତୀର୍ଣ୍ଣ କରିବାର ଥିଲା, ସେଥିପାଇଁ ସେଟା ହେଲା। ମୁଁ ଜଷ୍ଟ ଦି ଜଣଙ୍କର ଭଏस ମୁଁ ଶୁଣି ପାରୁଛି ବାକି ସମସ୍ତେ ଟିକେ ନିରବ ଅଛନ୍ତି ବାକି ଆଜ୍ଞା ମାନେ ଟିକେ ଯଦି उत्तर ଦେଲେ ଭଲ ହୁଅନ୍ତା ईश्वर मनुष्य को काहेकि पाप କରିବାକୁ ଅନୁମତି ଦେଲେ ओके ମୁଁ ଯେତେ गुडे प्रश्न पचारुची आपण टिके लिखि रखंतु नोट को रखंतु आमे शेषर आमे चिंता करबा के काहेकि समय नाही तो सेति पय जो क्लास रेफर करा जी सेतर केते अंश गुडा को द सैक्रेड रोमांस ड्राइंग क्लोजर टू द हार्ट ऑफ गॉड बाय ब्रेंट कर्टिस एंड जॉन एल्ड्रिच ओके से लेखक मानक ए पुस्तक द सैक्रेड रोमांस बोले गोटे पुस्तक से पुस्तक अणा जाइए ओके जदि आपण माने ऑनलाइन रे पाउछन ताले आपण माने पढी पारिबे ओके द सैक्रेड रोमांस ड्राइंग क्लोजर टू द हार्ट ऑफ गॉड ओके आदि पुस्तक 3:7 तहिरे सेमानक चक्षु प्रसन्न हुवन्ते सेमाने निज उलंगतार बोध पाई डिम्बिरी वृक्षर पत्र सी घागरा बनाइले ओके सो एडे केबे हला ଭଗବାନଙ୍କର ସୃଷ୍ଟି ପରେ ପାପ କଲା ପରେ पाप कला पर सेमाने लुचिले राइट ପାପ କଲା ପରେ। ओके से पद को टिके पढ़िबे 3 अध्याय तार 4 5 6 7 सर्प ସର୍ପ ନାରୀକି କହିଲା, କହିଲା, ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ, ବରଞ୍ଚ ପରମେଶ୍ୱର ଜାଣନ୍ତି ତୁମ୍ଭେମାନେ ଯେଉଁଦିନ ତାହା ଖାଇବ ସେହିଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ୱରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ। ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମନ୍ତେ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ଥ ସ୍ୱାମୀକୁ ଦିଅନ୍ତେ ସେ ମଧ୍ୟ ଖାଇଲେ। तो प्रथम प्रश्न ତହିଁରେ हला ସେମାନଙ୍କୁ ओके सॉरी कौन पढ़ो ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମ୍ରି ବୃକ୍ଷର ପତ୍ର ସିଂ ଘାଗରା ବନାଇଲେ। ओके प्रश्न मोर हला से पाप कोठी थिला फल रे थिला से फल खाइबार पाप थिला कि
ପାପ ଫଳରେ ନଥିଲା, ତାଙ୍କର ଅବାଧ୍ୟତାରେ ଥିଲା ବୋଧେ। ଓକେ ଯୋଉ ଆଜ୍ଞା ଉଲ୍ଲଂଘନ କଲେ ସେଇଠି ଥିଲା, ଫଳରେ ନଥିଲା। ଆଜ୍ଞା ନ ମାନିବାଟା ହିଁ ପାପ। ଓକେ ଆଜ୍ଞା ମାନିଲେ ତାହେଲେ ଉଦ୍ୟାନର ମଧ୍ୟ ଭାଗରେ ଥିବା ସେଇ ବୃକ୍ଷର ନାଁ କଣ? ସତ୍ ଜ୍ଞାନଦାୟକ ବୃକ୍ଷର ଫଳ। ସତ୍ ସତ୍ ଜୀବନଦାୟକ ଫଳ। ସତ୍ ଅସତ୍। ସତ୍ ଏବଂ ଅସତ୍। ଓକେ ଆଉ ଥରେ ପଢିବେ ତାକୁ 6। ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ଥ ସ୍ୱାମୀକୁ ଦିଅନ୍ତେ, ସେ ମଧ୍ୟ ଖାଇଲେ। ତହିଁରେ ସେମାନଙ୍କର ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଗ୍ନତାର ବୋଧ ପାଇ ଡିମ୍ବିରି ବୃକ୍ଷର ପତ୍ର ସିଂ ଘାଗର ଓକେ ବନାଇଲେ। ଠିକ ଅଛି। ତ ସ୍ତ୍ରୀ କଣ ଦେଖିଲା? ସେ ଫଳକୁ ଦେଖିକି ଅତ୍ୟଧିକ ଖାଇବାରେ ସୁସ୍ୱାଦୁ, ଦେଖିବାରେ ଲୋଭନୀୟ, ପ୍ରଲୋଭିତ ହେଲା ସାର୍। ପ୍ରଲୋଭିତ। ତାହେଲେ ପ୍ରଲୋଭନ ତାହାର ମନର ଜାତ ହେଲା। ହଁ ତ ତାର ଅର୍ଥ ପାପ ଅଲରେଡି ହେଇ ସାରିଥିଲା ନା ପାପ ଖାଇଲା ପରେ ହେଲା? ପ୍ରଲୋଭନରେ ନ ପଡିଲେ ପାପ ହବନି ନା। ସେଇ ସମୟରେ ପ୍ରଲୋଭନ ହେଇ ସାରିଥିଲା, ସେ ଶୈତାନ କହିଲା ବେଳକୁ ହିଁ ସେ ପାପ ପ୍ରବେଶ କଲା, ସେ ଆଟ୍ରାକ୍ସନ ହେଲା, ତାପରେ ତାର ଓକେ ତାହେଲେ attract ହେଲା। ତାର ଅର୍ଥ ସେ ଫଳ ଖାଇବା ପୂର୍ବରୁ ଲୋଭ ପାପ ପାପ ଆଜ୍ଞା। ପ୍ରବେଶ। ହଁ ଲୋଭ ତ ପାପ, ଲୋଭ ତାକୁ ହେଲା, ସେ ଖାଇବା ପାଇଁ ଇଚ୍ଛା କଲା, ଇଏ କଲା, ତ ସେଟା ପାପ ପ୍ରବେଶ କରିଥିଲା। ଲୋଭ ଓକେ ହିଁ ପାପ ବି। ଲୋଭରୁ ତାହାର ଅର୍ଥ ପାପ, ପାପରୁ ମୃତ୍ୟୁ ଆଉ। ଫଳ ଖାଇବାରେ ପାପ ହେଇନାହିଁ, କିନ୍ତୁ ପାପ ଅଲରେଡି ପ୍ରବେଶ କରି ସାରିଥିଲା। ଅଲରେଡି। ଓକେ ସମସ୍ତେ ସହମତ ଅଛନ୍ତି? ବାକି ମାନଙ୍କର ଦୟାକରି ଟିକେ କମ୍ୟୁନିକେସନ ଭିଡିଓ ଅନ୍ କରିକି ବସନ୍ତୁ, ଆଜ୍ଞାକୁ ଜଣା ପଡିବ କିଏ ମାନେ ଆକ୍ଟିଭ ଅଛନ୍ତି, କିଏ ମାନେ ଆକ୍ଟିଭ ନାହାନ୍ତି। ପ୍ଲିଜ ହମ୍ବଲ ରିକ୍ୱେଷ୍ଟ। ଓକେ ତାହେଲେ କୁହନ୍ତୁ ନିଜ ମତାମତ, ଯାହା ଭୁଲ ଥାଉ ଠିକ ଥାଉ କିଛି ଅସୁବିଧା ନାହିଁ, କୁହନ୍ତୁ। ଆପଣ କହିପାରିବେ କିମ୍ବା ଚାଟ ବକ୍ସରେ ଆପଣ ଲେଖିକି ପଠେଇ ପାରିବେ। ଯଦି କହିବାକୁ ଲାଜ ଲାଗୁଛି କିମ୍ବା କହିବାକୁ ଭୟ ଲାଗୁଛି, ତାହେଲେ ଚାଟ ବକ୍ସରେ ବି ପକେଇ ପାରିବେ। ପାପ ମଣିଷ ଫଳ ଖାଇବା ପୂର୍ବରୁ ପ୍ରବେଶ କରିଥିଲା ନା ଫଳ ଖାଇଲା ପରେ ପ୍ରବେଶ ହେଲା? ଓକେ ଶୈତାନ ଯେତେବେଳେ ହବାକୁ କହିଛି, ସେତେବେଳେ ଏକା ପାପ ପ୍ରବେଶ ସେ କରିଛି। ତାର କଥା ଶୁଣୁ ଶୁଣୁ ତାର ଭିତରେ ପାପ ପ୍ରବେଶ କରିଗଲା। ପାପ ସାର୍ ପ୍ରବେଶ କଲା। ଫଳ ଆଜ୍ଞା ଖାଇବା ପୂର୍ବରୁ ପାପ ପ୍ରବେଶ କରି ସାରିଲା। ହଁ ଯେହେତୁ ଶୈତାନ କଥା ଶୁଣୁ। ଫଳ ଖାଇବା ପାଇଁ ଡିସିସନ ନେଇ ସାରିଲା, ତେଣୁ ପାପ ଓକେ ଅଛି। ହୁଁ ଡିସିସନ ନେଲା ମାନେ ଈଶ୍ୱରଙ୍କର ଆଜ୍ଞା ଲଙ୍ଘନ କରିବା ପାଇଁ ସେ ପ୍ରସ୍ତୁତ ହେଇଗଲା। ପ୍ରସ୍ତୁତ ହେଇଗଲା, ତାର ତ ପାପ ପ୍ରବେଶ କଲା। ରାଇଟ। ପାପ ପ୍ରବେଶ। ଓକେ ତାହେଲେ ଈଶ୍ୱରଙ୍କର ଆଜ୍ଞା ସେ ଫଳ ପ୍ରତି, ସେ ବୃକ୍ଷ ପ୍ରତି କଣ ଥିଲା? ନ ଖାଇବା ପାଇଁ ସେ ଫଳକୁ। ଓକେ 2 ଅଧ୍ୟାୟ ତାର 17 ପଦ ଟିକେ ପଢିବେ। ଆଦି ପୁସ୍ତକ 2 ଅଧ୍ୟାୟ ତାର 17 ପଦ। ମାତ୍ର ସତ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯୋଉଦିନ ତାହା ଖାଇବ ସେଇଦିନ ନିତାନ୍ତ ମରିବ। ଓକେ ତାର ଅର୍ଥ ଈଶ୍ୱର ତ ଏହା କହିଲେ ନାହିଁ କି ଯେତେବେଳେ ସର୍ପ ଆସିବ କିମ୍ବା ତମେ ଖାଇବା ପୂର୍ବରୁ ପାପ କରିପାରିବ କିମ୍ବା ପାପ କରିବ କିମ୍ବା ପାପ କରିବାର ସମ୍ଭାବନା ରହିଛି। ଈଶ୍ୱର କହିଲେ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ ସେହି ଦିନ ମରିବ।
ओके क्वेश्चंस गुड़ा को नोट करंतु जोड़ा आपण मानकु चिंता करिवारे किबा आहुरी तार अर्थ बुझिबारे सहायता करिवो किबा आपण समय नै कि ता चर्चा करि आमे चर्चा करिवा आमे ताको आगु को डिस्कस करिवा ओके आ गोटे प्रश्न हैला अनेक प्रश्न गुड़ा उत्तर आमनको पाखरे न थाए जतल आमे ईश्वरकर वाक्य को एते गभीर भाव रे जतल आमे ध्यान देबा नै ताले हमकु से उत्तर मिलिबो नाही ओके आमे जतले 17 पदरे आमे पढिलु जेहेतु जो दिन ताहा खाइबो सही दिन नितांत मरिबो राइट ए मरण को मरण विषय रे ईश्वर कहउछंती आत्मिक मरण आत्मिक मरण आत्मिक मरण जदि मनुष्य पाप करि न थांता ताले आज जो मनुष्य शारीरिक भाव रे जो देह त्याग करूछि ताहा होई थांता कि हेई न थांता हेई न थांता हेई न थांता ठीक कहउछंती पापर मृत्यु आसिला बोधे शारीरिक मृत्यु हेई न थांता शारीरिक मृत्यु हेई न थांता बाकी माने ओके हमें रेफरेंस गुड़ा को देखि ओके कोन हो कि कहउतले क्वेश्चन टा टिका आउथरे बोला क्वेश्चंस आमे शारीरिक मृत्यु ऊपर कथा होछु जदि मनुष्य पाप करि न थांता ताले शारीरिक मृत्यु हेई थांता कि नै कोई न था सर ताले से अमर रहंता सदा प्रभुଙ୍କ ସହିତ ରେ ସେ ଗମନାଗମନ କରୁଥିଲା ରହୁଥିଲା से अमर हेई थांते आउ आत्म हवा दुई जण हेई पृथ्वी रे रही थांते आउ आउरी आज्ञा हेई थांता आउ से दुई जण हेई रही थांते आमे माने आसी न थांतु शारीरिक मृत्यु होइथांता किंतु सेमाने परमेश्वरଙ୍କ ଠାରୁ ବିଚ୍ଛିନ୍ନ ହୋଇ ନଥାନ୍ତେ शारीरिक मृत्यु हेई थांता किंतु ओके तो सर, उभय मतामत गुड़ा को रही अछि कि सर Okay. शारीरिक मृत्यु विषय तो पूर्व किसी सूचना नथिला ओके तेणु ठीक अछि शारीरिक मृत्यु शारीरिक मृत्यु हेई न थांता शारीरिक मृत्यु हेई न थांता हेई न जेहेतु थांता फल Okay. खाइला पर अबाध्य हैला पर मृत्यु आसुची तो तापर मृत्यु धारणा में पाउछु ता पूर्व मृत्यु धारणा पाई पारनु ରମ୍ୟ Okay. 6:23 କହୁଛି ପାପର ବେତନ ମୃତ୍ୟୁ ବୋଲିକି ठीक अछि हो पापर वेतन मृत्यु पाप कला पर मृत्यु आसिला पाप पूर्व मृत्यु नथिला ओके तो से मृत्यु आपण कहउछंती सेटा आत्मिक मृत्यु ईश्वरଙ୍କ ठाରୁ विच्छिन्न ता हला मृत्यु राइट आज्ञा कोन आज्ञा शारीरिक मृत्यु हेइଥିଲେ आदम संगे संगे मरि थांते 930 वर्ष आ बंची न थांते से ओके आत्मिक रे मरि गले आत्मिक रे मरि गले ओके ठीक अछि आमे आपको देखिबा समय बढ़ी चलुछि आदि पुस्तक 3 रे 10 रो जदि हम पढिबा 9 10 11 12 ओके 13 जेतले मनुष्य पाप कला ओके मनुष्य कहले आदम हला जेतले हमें समग्र किबा संपूर्ण बाइबल जेतले हम अध्ययन करबा कोनोसी स्थान रे लिखा जाय नै कि नारी पाप कला बोली आदम पाप कला प्रथम मनुष्य पाप कला ओके सो मनुष्य का को दोष देला नारी को दोष देला नारी का को दोष देला सर्प को दोष देला ओके तो तार अर्थ हमें कौन बुझिबा नारी प्रथम पाप कला ना आदम प्रथम पाप कला आमे जाने बारे तो नारी कला से खाइला आउ आणी की देला ओके तो प्रथमे दंड का को मिलवा कथा नारी को मिलवा कथा मिली छि भी ओके किंतु दंड का को ଆଦମଙ୍କୁ ପ୍ରଭୁ କର୍ତ୍ତୃତ୍ୱ ଦେଇଥିଲେ ସମସ୍ତ ବିଷୟର ମାନେ
ଇଏ ଦେଇଥିଲେ ଦାୟିତ୍ୱ ତାଙ୍କୁ ଦେଇଥିଲେ, ସେ ଦାୟିତ୍ୱ ନିଭେଇ ପାରିଲେନି ବୋଲିକି ଆଦମକୁ ଆଗ ଇଏ ଦିଆଗଲା, ଦଣ୍ଡ ଦିଆଗଲା। ଓକେ, ମନୁଷ୍ୟକୁ ଆଦମକୁ ସମ୍ପୂର୍ଣ୍ଣ ସୃଷ୍ଟିର ଅଧିକାର, ଓକେ, ସମ୍ପୂର୍ଣ୍ଣ ସୃଷ୍ଟିର ଅଧିକାର କିମ୍ବା ଆଦମକୁ ସେ ଅଧିକାର ଦିଆଯାଇଥିଲା, ସେ କର୍ତ୍ତାର୍ପଣ କରିବା ପାଇଁ ଦିଆଯାଇଥିଲା। କିନ୍ତୁ ଯେତେବେଳେ ନାରୀ ପାପ କଲା, ତାହେଲେ ପ୍ରଶ୍ନ ଈଶ୍ୱର ଆଦମକୁ ପଚାରିଲେ। ଯେତେବେଳେ ଈଶ୍ୱର ଆଦମ ଏବଂ ହବା, ନର ଏବଂ ନାରୀ ପାପ କଲା ପରେ ଈଶ୍ୱର କାହାକୁ ପ୍ରଥମେ ଖୋଜି ଆସିଲେ, କାହାକୁ ଆହ୍ୱାନ କଲେ? ଆଦମକୁ ଆହ୍ୱାନ କଲେ। ହଁ, ତ ତାହାର ଅର୍ଥ ଆଦମ ଯେ ପୁରୁଷ, ସିଏ ଈଶ୍ୱରଙ୍କର ଅତି ଘନିଷ୍ଠ ଥିଲା, ଆଉ ତାହାକୁ ସେ ଅଧିକାର ଦିଆଯାଇଥିଲା, ଆଉ ତାହାର ଅଧିକାର ଅଧୀନରେ ଥିଲା ନାରୀ। ବେଳେ ବେଳେ ଆମେ ଦୋଷ ଦେଇଥାଉ, ଅନେକ ସମୟରେ ଦୋଷ ଦେଇଥାଉ। ଓକେ, ତ ଆଦି ପୁସ୍ତକ 3:14 ଯେତେବେଳେ ଆମେ ଅଧ୍ୟୟନ କରିବା ସର୍ପ ବିଷୟରେ, ସେ ସର୍ପ ଅନେକ ସମୟରେ ସର୍ପକୁ ଶୈତାନ ବୋଲି କହନ୍ତି। ତାହା କହିବା ଉଚିତ, ଯୁକ୍ତିଯୁକ୍ତ କିମ୍ବା ଠିକ ଅଟେ କି ସର୍ପକୁ ଶୈତାନ କହିବା? ନାଇଁ। ଓକେ, ବାକି ମାନେ? ଠିକ ଅଟେ। ଓକେ, କେମିତି? ପ୍ରକାଶିତ ପୁସ୍ତକରେ ଲେଖା ଅଛି, ପ୍ରକାଶିତ ତାର 12 ଅଧ୍ୟାୟ 9 ପଦରେ, ଯେ ଶୈତାନ ଏକ ସର୍ପ ରୂପେ ବର୍ଣ୍ଣିତ ହୋଇଛି ପ୍ରକାଶିତ ପୁସ୍ତକରେ। ଟିକେ ପଢିବେ। ସେ ଖଳ ଥିଲା ଆଜ୍ଞା, ସେଥିପାଇଁ ତାକୁ ପ୍ରଭୁ ସେଇ ଜୀବକୁ, ମାନେ ସେଇ ଜାନବରକୁ ପରମେଶ୍ୱର ଇସ୍ତେମାଲ କଲେ। ବାକି ପଶୁ ମାନଙ୍କ ବିଷୟରେ କହିନାହାନ୍ତି। ସର୍ପ ଖଳ ଥିଲା, ସେଥିପାଇଁ ସେ ହିଁ ଶୈତାନ। କିଏ ଇସ୍ତେମାଲ କଲେ, କିଏ ବ୍ୟବହାର କଲେ? ପରମେଶ୍ୱର ତାକୁ ଶୈତାନ ବୋଲି ତାକୁ ବ୍ୟବହାର କଲେ ବୋଧେ। ତାର ଦ୍ଵାରା ତାକୁ, ମାନେ ସେ ତାକୁ ବି ତ ସୃଷ୍ଟି କରିଛନ୍ତି ନା, ପରମେଶ୍ୱର ତାକୁ ବି ସୃଷ୍ଟି କଲେ। ଆଉ ସେ ଚତୁର ଖଳ ଥିଲା, ସେଥିପାଇଁ ସେଇ ମାନେ ସେ ସର୍ପକୁ ହିଁ ପରମେଶ୍ୱର ତାର ଭିତରେ ପ୍ରବେଶ କଲା, ସେ ଶୈତାନ ସେ ଖଳ ଥିବାରୁ ବୋଲି। କଣ ତାର ଡିପ୍ ଥିବ ତାର, ମୁଁ ଭାବୁଛି ସେମିତି। ବାକି ଜୀବଜନ୍ତୁ ମାନେ ବୋଧେ ସେ ପ୍ରକାର ନଥିଲେ, ଭୋଲା ଭାଲା ଥିବେ। ଦୁଷ୍ଟ ମୁଁ ଖଳ ପ୍ରକାଶିତ ପୁସ୍ତକ ତାର 12 ଅଧ୍ୟାୟ 9 ପଦ ପଢିବି, ସେଠାରେ ସ୍ପଷ୍ଟ ଭାବରେ ଲେଖା ଅଛି, ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଦିଆବଳ ଓ ଶୈତାନର ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ପୁରାତନ ନାଗ, ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା ବୋଲି ଲେଖା ଅଛି। ଓକେ, ତ ମୋର ପ୍ରଶ୍ନ ହେଲା, ସାର୍ ପରମେଶ୍ୱରଙ୍କର ଯୋଜନାକୁ ଯିଏ ଭଗ୍ନ କରେ, ସିଏ ହଉଛି ଶୈତାନ, ନିହାତି ଶୈତାନ ସିଏ। ଆପଣ ଯଦି ଏମିତି କହିବେ, ତାହେଲେ ଆମମାନଙ୍କ ମଧ୍ୟରୁ ଅନେକ ଲୋକ ଶୈତାନ ଥିବେ। ଅନେକ ସମୟରେ ଆମେ ଈଶ୍ୱରଙ୍କ ଯୋଜନାକୁ ଭଗ୍ନ କରିଥାଉ। କହନ୍ତୁ ଆଜ୍ଞା, କୁହନ୍ତୁ। ଠିକ ଅଛି, କୋଶ୍ଚିନ୍ ଟା ହଉଛି ସର୍ପ ଶୈତାନ ନା ନାଇଁ ସେଇଟା। ମୁଁ ପ୍ରକାଶିତ ପୁସ୍ତକ ତାର 12 ଅଧ୍ୟାୟ 9 ପଦ ପଢିଲି। ଯଦି କିଏ ହେଲ୍ପ କରୁଛନ୍ତି, ଆଉ ପ୍ରକାଶିତ ପୁସ୍ତକ ତାର 58 1 ରୁ 5 ଟିକେ ପଢିକି ସାହାଯ୍ୟ କରିଦିଅନ୍ତୁ। ପ୍ରକାଶିତ 58 ନା? ନାଇଁ, ଗୀତ ସଂହିତା 58 1 ରୁ 5। ଗୀତ ସଂହିତା 58 1 ରୁ 5। ସାର୍ ସର୍ପକୁ ତ ଶୈତାନ ବୋଲି କହିପାରିବାନି। ଓକେ, ଶୈତାନ ବେଶ। ହ୍ୟାଲୋ ସାର୍, ଆଜ୍ଞା କୁହନ୍ତୁ। ସର୍ପକୁ ତ ଶୈତାନ ବୋଲି କହିପାରିବାନି। ସେମିତି ହେଲେ ତ ଆମେ ଗୁଡାଏ ସାପ ମାରୁଛୁ, ଶୈତାନ ମରିଯାଇଥାନ୍ତା। ଓକେ, ଶୈତାନ ଦୂତର ବେଶ ବି ଧରେ। ଶୈତାନ ବେଶ ବି ଧରେ। ସର୍ପ ହଉଛି ଶୈତାନର ପ୍ରତୀକ।
ओके ठीक अच्छी किंतु मोर प्रश्न ए से सर्पटा शैतान सर्प को आम शैतान बोली कहि परिबा कि वर्तमान समय रे हाँ शैतान बोली कहि परिबानी किंतु शैतान रे प्रतीक बोली कहि परिबा कारण शैतान सर्प बेशरे से स्थान रे उपस्थित हैला ସେ हाँ ମୁହୂର୍ତ୍ତ ପାଇଁ तार कारण है तार उत्तर है समग्र पृथ्वी रे आपण यदि 3:14 पढ़े तो मु सदाप्रभु परमेश्वर सर्प कहि एटा नै आमे तार पूर्व पद को आमे पढ़िला 3 रे जदि 1 रे जदि पढ़िबा से लेखा अछि पृथ्वी रे सृष्टि रे आ समग्र पशु मानक मध्य रे परमेश्वर को निर्मित भूचर पशु मानक मध्य रे सर्प सर्वापेक्षा फल थिला सो खड़ प्रवंचक किंबा धोखा दूथवा आउ ए प्रकार प्रवंचना करुथवा गोटे पशु जे से सर्प जहाकू शैतान सहजरे व्यवहार करि पारियो आ ईश्वरकर अनुमति थिला मु गोटे विषय जतले कहबी ईश्वर गॉड इज ए मास्टर प्लानर ओके ईश्वर गोटे मास्टर प्लान गोटे संपूर्ण योजना को से कोन करचंती योजना को रखिचंती बा सृष्टि को रखिचंती किबा ताकू निर्माण को रखिचंती किबा ताकू एक प्लान को रखिचंती आ से योजना भितरे ईश्वर केबे हेले परिवर्तित नुहंती आमे जले ईश्वर को विषय रे आमे अध्ययन करतिला ईश्वर केबेले परिवर्तन हुंती नाही ईश्वर जे सी जेपर अटंती से सेपरि मध्य रहिबे ईश्वर केबे बदलंती नाही ओके सो नंबर 1 जेतले ईश्वर योजना करे सृष्टि विषय रे से प्रथम दिन कोन सृष्टि हो द्वितीय दिन कोन सृष्टि हो सब योजना गोटे मास्टर प्लान रे गोटे फिट हेगी थिला किंतु जेतेबेले योजना गुडा को एक्जिक्यूट हेबा आरंभ होला जेतेबेले सृष्टि हेबा आरंभ होला हमें देखिलु जे सृष्टि रो स्तर बाय स्तर गोटे पर गोटे जेतेबेले आगु बढ़िले मनुष्य सृष्टि होला ओके मनुष्य सृष्टि होला पर ईश्वर स्वाधीन भाव रे कोन करथिले मनुष्य को छाडी दिथिले ईश्वर केबे मनुष्य को बांधी को रखि नांती ओके हमें गोटे विषय बुझबा ईश्वर केबे मनुष्य को बांधी को रखि नांती किमा बंधन रखि नांती ईश्वर को गुण नुहे जे बंधन रखिबा ईश्वर स्वेच्छा सहित से कोन करते मनुष्य को निज इच्छा रे से छाड़ती जे से पाप करिवो ना ईश्वर सहित बसवास करिवो ना ईश्वर गौरव से बास करिवो जेते बेले ईश्वर मनुष्य को स्वाधीन छाड़िले आ मनुष्य जेते पाप करिबा पई से प्रवेश करला किबा पाप करिबा को से उत्सुक देखाउतला माने उत्सुकता सहित से जेते आगु बढ़तला प्रथम नारी जेते से देखिला सर्पर कथा रे आसी शैतान रो कथा रे आसी से कोन गला से फल को देखिला अति लोभनीय खाया सुस्वादु देखिबारे मुग्ध आ से जेते से फल को नेला खाइला एवं आदम को मध्य खुआइला ईश्वर सेतले मध्य जानिथिले से पाप करूची आमे जदि से स्थान रे थांता ताले आमे पड़ता अरे पाप करूची ताले आमे ताकू टाणी की आमे टाणी आइथांतु किंतु ईश्वर सेमती कले नहीं कारण ईश्वर से प्रकार स्वभाव नहीं जबरदस्ती करबा किबा काहा को बांधी करी रखिबा किबा काहा को बंधन रखिबा ईश्वर स्वभाव नुहे ईश्वर मनुष्य को God has given a free will to humanity ईश्वर मनुष्य को मानव को स्व इच्छा रो निर्णय नेबा पई छाई दैछंती जो मनुष्य से स्व इच्छा सहित ईश्वर को उपासना कर केबे ईश्वर आमे बेले बेले आज काली अनेक समय कहिताउ जे आमे ईश्वर को उपासना कर आसु तो ईश्वर को उपासना करबा ईश्वर को उपासना करंतु आमे ईश्वर को उपासना करिताउ आमे कृष्ण को उपासना करिताउ किंतु जोर जबरदस्ती किबा जनक जबरदस्ती कहबा अनुसार जदि मनर सहित आमर मनर नथिबो किंतु जनकर कहबा अनुसार आमे जदि ईश्वर को उपासना करबा ताले ईश्वर केबे हेले से उपासना को ग्रहण करिवे नाही आमे जते मंडली जाउतबा जते आमे सहभागिता रे आमे रहउतबा सहभागिता जते आमे सब समय रे मंडली रे हो किबा फैमिली मीटिंग रे हो किबा आमे जले पिला मानन को छुआ मानन को ठीक अछि ता गुटे अनुशासन रो अधीन रो गोटे शिक्षा गुडा को जते छुआ मानन को आमे पिला मानन को सिखै दउ
किंतु जेतेबेले आमे जोर जबरदस्ती किंबा आमे बाध्य बाधकतार जेतेबेले आमे अन्य मानकु आमे ईश्वर को उपासना किंबा आज्ञा मानिबा पे पालन करिया पे जेतेबेले आमे जबरदस्ती करतो बाध्य करतो सेतेबेले ईश्वर ताकु ग्रहण करंती नाही हे पर हमर कन्सर्न हमर चिंताजनक विषय थाई पारे किंतु ईश्वर स्व इच्छा मनुष्य को स्व इच्छा सहित छाड़ी जदि आम ईश्वर को उपासना करवा ताले यीशु ख्रीष्ट कहले सी कौन केमती करे से ईश्वर को केमती प्रेम करिवो यीशु ख्रीष्ट जो देइथबा दुई आज्ञा गुडा कोन दुईटी आज्ञा गुडा को आम ईश्वर को केमती प्रेम करबा उचित आपणार सर्वांतकरण सह प्रेम हमर सर्वांतकरण अर्ध मन सहित सर्वांतकरण सहित तापरे पड़ोसी को आत्मतुल्य प्रेम कर आउथरे कोंतु पड़ोसी को आत्मतुल्य प्रेम करवा द्वितीय आज्ञा प्रथम आज्ञा द्वितीय आज्ञा सर्वांतकरण सर्वमन एवं आमे हमर मन प्राण आत्मा सहित आमे कोन करबा ईश्वर को प्रेम करबा ओके सत्य एवं आत्मा रे ईश्वर को उपासना करबा सत्य रहबार अछि सर्वांतकरण सहित हबार अछि एवं संपूर्ण मन सहित हबार अछि एवं आत्मार सहित हबार अछि तेबे जाई ईश्वर आमानकु आमे ईश्वर को प्रेम करूछु बोली ईश्वर जानिबे तार प्रथम चरण जत लिखा जाय ओके तो ईश्वर केबेले मनुष्य को जोर जबरदस्ती करि नाहंती मनुष्यर केते स्वभाव गुडक जेतेबेले मनुष्य आदम पाप कला परे आदम हठात नारी को दोष देला नारी सर्प को दोष देबा किंबा अन्य मानक ऊपर आमे कोनोसी विषय को आमे थोपी देबा ता मंदर गुण अटे अधर्मर गुण अटे तार अर्थ आमे निजको केबे पापी बोले आमे स्वीकार करि न थाउ कोनोसी विषय रे आमे पाप विषय उदाहरण नेबा किंबा अधर्म विषय उदाहरण नेबा ता आमे केबे आमे निजे निजको पापी बोली अस्वीकार करता इवन आज मध्य जेतला आमे जेतले गोटे भूल काम करूछु किंतु भूल को लुचाइबा पय जेतला आमे अन्य मानक ऊपर ता दोषारोपित आमे करिथाउ सेतले तार अर्थ आमे निजको पाप करियोछु किंबा ईश्वर को सम्मुख रे आमे पापी किंबा आमे भूल करियोछु अधर्म करियोछु एवं अधर्मर क्षमा मागिबा परिवर्ते आमे कोन करिथाउ लुचाई थाउ पाप विषय आमे जेतले अध्ययन करिबा ओके जेतले आमे आगु को पढिबा आपण माने रेफरेंस गुडा को आपण माने अध्ययन करिवे सर्पर वंश नारीर वंश विषय आमे जेतले अध्ययन करबा 3 अध्याय 15 एवं 16 पद रे जेतले आमे पढिबा टिके पढिबे 3 रो 15 एवं 16 आउ आम्भे तुम ओके पढो आम्भे तुम्भर और नारीर मध्यरे पुणी तुम्भ वंश और तांक वंश मध्यरे वैरभाव जन्माइबा से तुम्भर मस्तक को आघात करिवो तुम्भे ताहांक गोइठी को आघात करिवो तहु से नारी की कहले आम्भे तुम्भर गर्भ वेदना अतिशय बढ़ाइबा तुम्भे व्यथारे संतान प्रसव करिवो पुणी स्वामी प्रति तुम्भर वासना रहिबो से तुम्भ उपरि कर्तृत्व करिवो ओके आ गोटे प्रश्न नोट करंतु सो जो मन प्रश्न गुडा को नोट करचंती आमे नेक्स्ट वीक में चर्चा करबा ओके सो एठी तुम्भर एवं नारीर मध्यरे पुणी तुम्भ वंश एवं वंश मध्यरे वैर भाव जन्माइबा तुम्भ वंश तो आमे बुझी पारला में सॉरी तांक वंश नारीर वंश विषय आमे बुझी पारला ओके सर्पर वंश कोन सर्पर वंश रे के आसे ओके एटा गोटे प्रश्न आप नोट करथिबे ओके सर्पर वंश नारीर वंश आमे देखोछु द फर्स्ट भविष्यवाणी जहाँ आमे ईश्वरकर वाक्य रे पाइथाउ ताहा हला 3:15 एवं 16 3:15 आउ आम्भे तुम्भर और नारीर मध्यरे पुणी तुम्भ वंश और तांक वंश मध्यरे वैर भाव जन्माइबा से तुम्भर मस्तक को आघात करिवे और तुम्भे ताहांक गोइठी की आघात करिवो ओके
ତାଙ୍କ ଗୋଇଠିକି ଆଘାତ କରିବାର ଅର୍ଥ ଆମେ ଜାଣିଅଛୁ ଯେତେବେଳେ ଖ୍ରୀଷ୍ଟ ଯୀଶୁ କ୍ରୁଶାର୍ପିତ ହେଲେ ଓକେ ତାଙ୍କର କ୍ରୁଶରେ ମୃତ୍ୟୁବରଣ ହେବା ଦ୍ୱାରା ମନ୍ଦର ଶୈତାନର ପରାଜୟ ହେଲା ପାପ ଉପରେ ଖ୍ରୀଷ୍ଟ ଯୀଶୁଙ୍କର ବିଜୟ ହେଲା ଓକେ ଯେତେବେଳେ ଖ୍ରୀଷ୍ଟ ଯୀଶୁ କ୍ରୁଶାର୍ପିତ ହେଲେ ଶୈତାନର ମୁଣ୍ଡ ତାହା ଚୂର୍ଣ୍ଣ ହେଲା କ୍ରୁଶ ଉପରେ ସର୍ପର ମୁଣ୍ଡ କିମ୍ବା ଶୈତାନର ମୁଣ୍ଡ ଚୂର୍ଣ୍ଣ ହେଲା ଓକେ ସେ ବିଷୟରେ ଆମେ ପଢିଥାଉ ତାହା ଈଶ୍ୱରଙ୍କ କିମ୍ବା ବାଇବଲରେ ଶାସ୍ତ୍ରରେ ସର୍ବପ୍ରଥମ କିମ୍ବା ଗୋଟେ ଭବିଷ୍ୟବାଣୀ ସବୁଠାରୁ ପ୍ରଥମରେ ଦିଆଯାଇଥିବା ଭବିଷ୍ୟବାଣୀ ଦ ଫର୍ଷ୍ଟ ପ୍ରଫେଟିକାଲ ଅକରେନ୍ସ ଦ୍ୟାଟ୍ କ୍ୟାନ୍ ବି ଫାଉଣ୍ଡ ଇନ୍ ବୁକ୍ ଅଫ ଜେନେସିସ୍ ଚାପ୍ଟର 3 verse 16 ଓକେ ତାହାର ସଫଳ ଆମେ କୋଉ ସମୟରେ ଦେଖୁଛୁ ଖ୍ରୀଷ୍ଟ ଯୀଶୁଙ୍କର କ୍ରୁଶାରୋପଣ ସମୟରେ ଓକେ ଆମେ ବର୍ତ୍ତମାନ ଏ ବିଷୟରେ ଅନେକ ସମୟ ଅଲରେଡି ସମାପ୍ତ ହେଲାଣି 8:20 ହେଲାଣି ଯଦି ଯଦି କିଛି ସନ୍ଦେହ ଥାଏ କିମ୍ବା କିଛି ପ୍ରଶ୍ନ ଥାଏ ଆପଣମାନେ ପଚାରି ପାରିବେ ଓକେ କେତେଟା ବିଷୟ ଯେତେବେଳେ ମୁଁ ଆଜିର କ୍ଲାସରେ ଆମେ ମାନଙ୍କୁ ଚିନ୍ତା କରିବାକୁ ପଡିବ ଯେ ଆମ୍ଭେ ଯେତେବେଳେ ପାପ ବିଷୟରେ ମାନବ ବିଷୟରେ ପାପ କିପରି ଭାବରେ ମନୁଷ୍ୟ ଜୀବନରେ ପ୍ରବେଶ କଲା ମଣିଷ ପ୍ରଥମେ ଫଳ ଖାଇଲା ପରେ ପାପୀ ହେଲା ନା ଫଳ ଖାଇବା ପରେ ପାପୀ ହେଲା ସରି ଖାଇଲା ପୂର୍ବରୁ ପାପୀ ହେଲା ନା ଖାଇବା ପରେ ପାପୀ ହେଲା ଓକେ ଦେନ୍ ଥର୍ଡ ଥିଙ୍ଗ ଗୋଟେ ବିଷୟ ଯାହା ମୁଁ ଆପଣଙ୍କୁ ପଚାରିଲି ବଂଶ ବିଷୟରେ ସେ ସର୍ପର ବଂଶ ସେଟା କିଏ ଆମେ ଜାଣୁ ଶୈତାନ ଆମେ ଜାଣିଛୁ କିନ୍ତୁ ବଂଶର କହିବାର ଅର୍ଥ କଣ ଏଠି ଓକେ ସେ ବିଷୟ ଆପଣ ଟିକେ ଚିନ୍ତା କରିଥିବେ ନୋଟ କରିବେ ଆଉ ନେକ୍ସଟ କ୍ଲାସରେ ଯେତେବେଳେ ଆମେ କ୍ଲାସକୁ ଯିବା ପୂର୍ବରୁ ଅଧ୍ୟୟନ କରିବା ପୂର୍ବରୁ ଏଇ ପ୍ରଶ୍ନ ଗୁଡାକ ପ୍ରତି ଆମେ ଚର୍ଚ୍ଚା କରିବା ତାପରେ ଆଗକୁ ବଢିବା ଅନୁରୋଧ କରୁଛି ସମସ୍ତଙ୍କୁ ଦୟାକରି ଆମେ ଠିକ ସମୟରେ ଯଦି ଆମେ ଆରମ୍ଭ କରିବା ତାହେଲେ ଅନେକ ବିଷୟରେ ଆମେ ଶିଖି ପାରିବା ନହେଲେ ଆମେ ଏମିତି କ୍ଲାସ ଗୁଡାକ ସମ୍ପୂର୍ଣ୍ଣ ଭାବରେ ଆମେ କମ୍ପ୍ଲିଟ କରିପାରିବା ନାହିଁ ଓକେ ଆଉ ଗୋଟେ ପ୍ରଶ୍ନ ବିଷୟରେ ମୁଁ ଚର୍ଚ୍ଚା କରିବାକୁ ଚାହୁଁଥିଲି ଆଜି କିନ୍ତୁ ହେଇପାରିଲା ନାହିଁ ମଣିଷ ଯେତେବେଳେ ସେ କ୍ୱେଶ୍ଚନ ଆନ୍ସର ଅଲରେଡି ଲେଖାଯାଇଛି ଦିଆଯାଇଛି ମଣିଷ ପାପୀ ଅଟେ କିମ୍ବା ଖ୍ରୀଷ୍ଟ ଯୀଶୁଙ୍କର ଯିଏ ବିଶ୍ୱାସ କରେ ସେ ପାପର ମୁକ୍ତ ଓକେ ସେଟା କୋଉ ପାପର ମୁକ୍ତ ମୋର ପାପ ନା ଆଉ କାହାର ପାପ ଖ୍ରୀଷ୍ଟ ଯୀଶୁ ମତେ ମୋର ପାପରୁ ମୁକ୍ତ କଲେ ସ୍ୱାଧୀନ କଲେ ପରିତ୍ରାଣ ଦେଲେ ସେ ପାପଟା କାହାର ମୋର ଆଦ୍ୟ ସମୟରୁ କିମ୍ବା ମୋର ଶିଶୁ ଅବସ୍ଥାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବା ବିଶ୍ୱାସ କରିବା ସମୟ ପର୍ଯ୍ୟନ୍ତ ମୋର ପାପ ନା ଆଉ କେଉଁ ପାପ ଆମର ପାପ ନିଜର ବ୍ୟକ୍ତିଗତ ପାପ ଆଉ କିଏ ଉତ୍ତର ଦେବା ପାଇଁ ଚାହୁଁଛନ୍ତି ବାକି ମାନେ ଅଛନ୍ତି ଯୁଗଲ କିଶୋର ଆଜ୍ଞା ସସ୍ମିତା ପ୍ରମାଣିକା ଦିଦି ନୂତନ ଆନନ୍ଦ ବାକି ସମସ୍ତେ ଅଛନ୍ତି ସାର୍ ଅଛନ୍ତି ସବୁ ଅଛନ୍ତି ଓକେ ନାଇଁ ମୁଁ ରେସ୍ପନ୍ସ ପାଉନାହିଁ ତ ଓକେ ତାହାର ଉତ୍ତର ହେଲା ଆମର ପାପ ঠিক ଅଛି এই ବିଷୟରେ ଆପଣମାନେ ଚିନ୍ତା କରିଥିବେ ଆମେ ନେକ୍ସଟ କ୍ଲାସରେ ଆମେ ଚର୍ଚ୍ଚା କରିବା ବେଶୀ କିଛି ନାହିଁ ରେଫରେନ୍ସ ଗୁଡାକ ଆପଣମାନେ ଅଧ୍ୟୟନ କରିଥିବେ ଟିକେ ପଢିଥିବେ ତାପରେ ଆମେ ମୁଁ ଚାହୁଁଛି ଆପଣମାନେ ଚିନ୍ତା କରନ୍ତୁ ଆମେ ଚିନ୍ତା କରିବା ରେଫରେନ୍ସ ସହିତ ଆମେ ଚିନ୍ତା କରିବା ଅନେକ ସମୟରେ ହ୍ୟୁମାନିଟି ଏବଂ ସିନ୍ ପାପ ବିଷୟରେ ଅନେକ ଭାଇ ଭଉଣୀ ମାନଙ୍କର ସେବକ ମାନଙ୍କର ଦାସ ଦାସୀ ମାନଙ୍କର ସନ୍ଦେହ ଥାଏ ପ୍ରଶ୍ନ ଥାଏ ଯୋଉଥିରେ ସଠିକ ଉତ୍ତରରେ ଆମେ କେବେ ଏଣ୍ଡ ଅପ୍ ହେଇପାରିନଥାଉ ତ ସନ୍ଦେହ ରହିଯାଇଥାଏ ତ ଆମେ ସେ ବିଷୟରେ ଚର୍ଚ୍ଚା କରିବା ଓକେ ଆଜିର ଏଇ କ୍ଲାସ ସହିତ ମୁଁ ସମାପ୍ତ କରିବାକୁ ଚାହେଁ ଥ୍ୟାଙ୍କ ୟୁ ଭେରି ମଚ୍ ଫର ଦିସ୍ କ୍ଲାସ ମୁଁ ଅନୁରୋଧ କରୁଛି ଆଉ ଥରେ ଆମେ ଠିକ ସମୟ ଯଦି ଆମେ ଜଏନ୍ କରିବା ତାହେଲେ ଆମେ ଶୀଘ୍ର ଆଗକୁ ବଢି ପାରିବା ଓକେ ଥ୍ୟାଙ୍କ ୟୁ ଭେରି ମଚ୍ ଓଭର ଟୁ ୟୁ ଜେନା ଆଜ୍ଞା
Thank you.